नमस्कार। गुड मॉर्निंग। जय आरसीएम। सुप्रभात। नम- नमस्कार। जय आसिफ। बहुत बहुत धन्यवाद। ନୂଆ ସକାଳରେ ନୂଆ नमस्कार କିଛି। जय सिंह सर। ଜୟ ଆରସିଏମ, ଜୟ ଆରସିଏମ। ବହୁତ ବହୁତ ଧନ୍ୟବାଦ। ପ୍ରତ୍ୟେକ ଦିନ ଆମେ ନୂଆ କିଛି ଶିଖୁଛେ, ନୂଆ କିଛି ଜାଣୁଛେ। ଈଶ୍ୱରଙ୍କର ଆଶୀର୍ବାଦରେ ଆମେ ଏଭଳି ଗୋଟେ ସଂସ୍ଥା ସହିତ ନିଜକୁ ଇନଭଲ୍ଭ କରିଛେ, ଯୋଉଥିରେ କି ଆ, ଈଶ୍ୱରଙ୍କର ଇଚ୍ଛାରେ, ତାଙ୍କ ଇଶାରାରେ ସବୁ କିଛି କାମ ହେଇପାରୁଛି। ଆପଣମାନେ ଗୁରୁକୁଳରେ ଆଜି ବହୁତ କିଛି ଦେଖିଲେ। ବିଡି ବାସା 70 ବର୍ଷରୁ ଏବଭ ଇୟରରେ ତାଙ୍କୁ ସେ ଏବେ ବି ଦିଥର ଖେଳି ପାରୁଛନ୍ତି। ସେ ବହୁତ ଭଲ ପ୍ଲେୟାର ଜଣେ। ତ ଫୁଟବଲ ପ୍ଲେୟାର ଜଣେ ରାଜସ୍ଥାନର। ତ ଏବେ ବି ଦିଥର ଖେଳି ପାରୁଛନ୍ତି। ତ ବହୁତ କିଛି କଥା, ଆମେ ବହୁତ ସୁସ୍ଥ ରହିବା। ମେନ୍ ମକସଦ ହଉଛି ଆରସିଏମ ତିଆରି ହବାର ଗୋଟେ ମେନ୍ ମକସଦ ରହୁଛି ଯେ ଆମେମାନେ ସୁସ୍ଥ ରହିବା, ଏ ଦୁନିଆ ସୁସ୍ଥ ରହିବ, ପୁରା ହିନ୍ଦୁସ୍ତାନ ସୁସ୍ଥ ରହିବ। ଏଥିପାଇଁ ଆରସିଏମ ତିଆରି ହେଇଛି। ସେଥିଲାଗି ଯେକୌଣସି କାର୍ଯ୍ୟ ବି କରାଯାଉଛି ଆରସିଏମ ରେ, ଯାହା କିଛି ବି ହଉଛି, ପ୍ରଥମ ପ୍ରାୟୋରିଟି ହଉଛି ଯେ ଆମ ହେଲ୍ଥ ଠିକ ରହିବ। ଆମ ହେଲ୍ଥ ଯଦି ଠିକ ରହିଲା, ସବୁକିଛି ଠିକ। ସେଥିଲାଗି କୁହାଯାଏ ଯେ ସବସେ ପେହେଲେ ସେହତ। ଆଜି ଆମେ ବହୁତ କିଛି ଶିକ୍ଷା ଆମେ ନେଲେ। ଆମେ ସେହତ କି ସିତାରେ ହବା ପାଇଁ ସମସ୍ତେ ପ୍ରସ୍ତୁତ ଅଛେ। କୋଉଠି ନା କୋଉଠି କାମ ଭିତରେ ଆମେ ଟିକେ ସାଇଡ କରିଦେଇଛେ, କିନ୍ତୁ ତାକୁ ସାଇଡ କରିବା ଉଚିତ ନୁହେଁ। ସ୍ୱାସ୍ଥ୍ୟ ଯେତେବେଳେ ଖରାପ ହୁଏ, ସେତେବେଳେ ସ୍ୱାସ୍ଥ୍ୟର ଚିନ୍ତା ହୁଏ। ତ ସେଥିଲାଗି ଆମେ ନିଜର ସ୍ୱାସ୍ଥ୍ୟକୁ ନିଜେ ଯାଞ୍ଚ କରିବା ବି ନିହାତି ଜରୁରୀ। ତ ଯେତେ ଶୀଘ୍ର ଆମେ ୟାକୁ କରିପାରିବା, ସେତେ ଶୀଘ୍ର ବହୁତ ଭଲ ହେଇପାରିବ। ଶରୀର ଖରାପ ହେଲେ ହିଁ ଆମେ ଯାଞ୍ଚ କରୁ, କିନ୍ତୁ ଶରୀର ଖରାପ ହବା ପୂର୍ବରୁ ଶରୀର କେତେ ମାତ୍ରାରେ ଠିକ ଅଛି, ତାକୁ ବି ଟେଷ୍ଟ କରିବା ନିହାତି ଦରକାର। ଯେମିତିକି ଆମର କୋଲେଷ୍ଟ୍ରଲକୁ ଟେଷ୍ଟ କରିବା ଦରକାର, ଆମର ଥାଇରଏଡକୁ ଟେଷ୍ଟ କରିବା ଦରକାର, ଆମେ ଡାଇବେଟିକକୁ ଟେଷ୍ଟ କରିବା ଦରକାର, ଆମର କିଡନୀକୁ ଟେଷ୍ଟ କରିବା ଦରକାର, ହିମୋଗ୍ଲୋବିନକୁ ଠିକ ଟେଷ୍ଟ କରିବା ଦରକାର। ତ ଏଇସବୁ ବହୁତ ସାରା ଟେଷ୍ଟ ଆମେ, ଯୋଉଟା କି ଆମେ ବି କରିପାରିବା। ଆଖିର ଟେଷ୍ଟ କରିବା ଦରକାର। ତ ଏଇଟା ପାଇଁ ଆମକୁ ଆଟଲିଷ୍ଟ ଯଦି କିଛି ଅସୁବିଧା ନ ହଉଛି, ବର୍ଷରେ ଗୋଟେ ଥର ଟେଷ୍ଟ କରିବା ଦରକାର। ଆଉ ଯଦି ଆଜି ପର୍ଯ୍ୟନ୍ତ ଆମେ କରିନି, ତ ଆଜି ଆମେ ପ୍ଲାନିଂ କରିବା, ଆମେ ଟେଷ୍ଟ କରିବା, ତାକି ଆମେ ସୁସ୍ଥ ରହିଲେ ଦୁନିଆକୁ ଆମେ ସୁସ୍ଥ ରଖିପାରିବା। ତ ଆଗକୁ ଆମେ ବଢିବା। ତ ଆ ଉପରେ ଆମେ କଣ କାମ କରୁଛେ, ତ ତା ଉପରେ ଆଜି ଆମେ ସମସ୍ତଙ୍କଠୁ କିଛି କିଛି ଶୁଣିବା। ଫାଷ୍ଟ ଆମେ ଆକାଶଠୁ ଷ୍ଟାର୍ଟ କରିବା। ଆକାଶ। ନମସ୍କାର ସାର୍, ଜୟ ଆର୍ସିଏମ୍। ଆଜି ତ ନମସ୍କାର। ବଢିଆ ହେଲ୍ଥ ବିଷୟରେ କହିଲେ। ଆଉ ଯୋଉ ଗୀତଟା ବଜେଇଲେ, ମୁଁ ତାକୁ ଆଜି ଦିଥର ଶୁଣିଲି। ମୁଁ ଥରେ ଶୁଣିଲି, ଆଉ ମୋ ସାଙ୍ଗ କତିକି କଲ୍ କରିକି ତାକୁ ବି କଲରେ ଶୁଣେଇଲି। ଆଉ ଆଜି ଗ୍ରୁପରେ ଭିଡିଓ ପଠେଇ ଦେଇଥିଲି। ଆଉ ତାର ଟିକେ ଆଖି ସମସ୍ୟା ଥିଲା, ଆଉ ନ୍ୟୁଟ୍ରାର୍ଜ ଭ୍ୟୁ ବିଷୟରେ ବୁଝେଇଥିଲି, ଆଉ ସେ ନ୍ୟୁଟ୍ରାର୍ଜ ଭ୍ୟୁ ତାକୁ ଦେବି। ଓକେ, ନିଜର ସ୍ୱାସ୍ଥ୍ୟକୁ ନିଜେ ପରୀକ୍ଷା କରିବା ଦରକାର। ତ ଆମେ ନିଜର ସ୍ୱାସ୍ଥ୍ୟକୁ ପରୀକ୍ଷା କରିବା, ତାପରେ ପୁଣି କାମ କରିବା। ଓକେ। ଆଜ୍ଞା। ନ୍ୟୁଟ୍ରିଚାର୍ଜ ଭ୍ୟୁ ସହିତ ନ୍ୟୁଟ୍ରିଚାର୍ଜ ଭେଜ ଓମେଗା କିମ୍ବା ନ୍ୟୁଟ୍ରିଚାର୍ଜ DHA 200 ଖାଇବା ଜରୁରୀ। ଆଜ୍ଞା, 18 ବର୍ଷର ପିଲା। ହଁ, 14 ବର୍ଷରୁ ଏଭବ ଖାଇବା ଜରୁରୀ। ନ୍ୟୁଟ୍ରିଚାର୍ଜ ଭ୍ୟୁ ରାତିରେ ଖିଆଯାଏ। ଆଉ ସକାଳ ଜଳଖିଆ ପରେ ନ୍ୟୁଟ୍ରିଚାର୍ଜ ଭେଜ ଓମେଗା କିମ୍ବା ନ୍ୟୁଟ୍ରିଚାର୍ଜ DHA 200। ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ଆରତି ଅପା। ଜୟ ଆସିଏମ୍। ଜୟ ଶ୍ରୀ। ମୁଁ ନିଜର ସେହତ କା ସିତାରେ କେବେଠାରୁ ବନି ସାରିଛି। ଆଉ ଗୁରୁକୁଳକୁ ଆସିବା ପୂର୍ବରୁ ମୁଁ ଏମିତି ଅଟୋମେଟିକ 4:30 ଉଠିବା, ଯୋଗ ଧ୍ୟାନ କରିବା ଏସବୁ କରୁଛି। ତା ଛଡା ପଞ୍ଚ ତୁଳସୀ ଗୁନଗୁନା ପାଣିରେ ମୁଁ ମହୁ ଚାମୁଚେ ପକେଇ, ମାନେ ଆସିଏମର ପଞ୍ଚ ତୁଳସୀ ଏତେ ଫାଇଦା ମତେ ଦଉଛି। ମୁଁ ତାକୁ ପିଇଲା ପରେ ତାପରେ ସବୁ କାମ କରୁଛି। କନଷ୍ଟିପେସନ ଥିଲା, ସେ ସବୁ ବନ୍ଦ ହେଇଗଲା ତାକୁ ପିଇଲା ପରେ। ତାପରେ ଆମର ଗୋଟେ ପୁତୁରା ମତେ ଥଟ୍ଟା କରି କହେ, ଆରେ ଆକୁ ଖାଇଲା ପରେ ବଢିଆ ଲାଟିନ୍ କ୍ଲିୟର ଆଉ।
ମତେ ପ୍ରକୃତ ବି ସତ କଥା ସେଇଟା କରୁଛି। ତା ଛଡା ମୋର ଥାଇରଏଡ ଥିଲା। ମୁଁ ଗାମାଓରାଇଜିନାଲ ଦିନକୁ 2ଟା ଲେଖା ଖାଉଛି। ତାକୁ ଖାଇଲା ଦିନଠାରୁ ମୁଁ ନିଜେ ଅନୁଭବ କରୁଛି ମୋ ଥାଇରଏଡ ଏତେ ନାହିଁ। ଆଉ ମୁଁ ଆକ୍ଟିଭ ରହୁଛି, ମୋର ସବୁ କାମ କରୁଛି। ତା ଛଡା ମୋ ନିଜର ଟାଇମ ଟେବୁଲ ମୁଁ ନିଜେ ସିଡ୍ୟୁଲ ବନଉଛି। କେତେବେଳେ ଉଠିବି, କେତେବେଳେ ଘର କାମ କରିବି, କେତେବେଳେ ଗୁରୁକୁଳ ଦେଖିବି, କେତେବେଳେ ଗୁରୁକୁଳ ଶାଖା ଦେଖିବି, କେତେବେଳେ ବ୍ରେକଫାଷ୍ଟ ବନେଇବି, କେତେବେଳେ ପୂଜା କରିବି, କେତେବେଳେ ନିଜେ ବ୍ରେକଫାଷ୍ଟ ଖାଇବି। ମୁଁ ନିଜେ ମୋ ନିଜର ମୁଁ ନିଜେ ମୋର ଡାକ୍ତର ମୁଁ ବନିବାକୁ ଚେଷ୍ଟା କରୁଛି। ଆଉ ଗୁରୁକୁଳକୁ ଆସିଲା ଦିନଠାରୁ ନିଜକୁ ବହୁତ ପରିବର୍ତ୍ତନ ବି ହେଇଛି। ଯେତେ ଚିନ୍ତା ଥାଉ, ଯେତେ ଟେନସନ ଥାଉ, ମୁଁ ତାକୁ ସବୁ ଦୂରେଇବାକୁ ଚେଷ୍ଟା କରୁଛି। ଗୁରୁକୁଳକୁ ଆସିଲା ବହୁତ କିଛି ଶିଖିବାକୁ ପାଉଛୁ। ଗୁରୁଜୀ ଯୋଉ ଆଜି ବୁଝଉଥିଲେ, ଗୋଟେ 70 ବର୍ଷ ବୃଦ୍ଧ ସେ ଦେଖ ଖେଳି ପାରୁଛି, ମୁଁ କାହିଁ ନ ଖେଳି ପାରିବି 64 ବର୍ଷରେ? ମୁଁ ତ ମୋ 2 ନାତି ସାଙ୍ଗରେ ଏବେ ରାତି ଆସିବ, ମୁଁ ତାଙ୍କ ସାଙ୍ଗେ ଯାଇକି ମୁଁ ପାର୍କରେ ଖେଳିବି, କାହିଁ ନ ଖେଳିବି? ତେଣୁ 46 ବର୍ଷରେ, 46 ବର୍ଷ। ହେଲ୍ଥ ଇଜ ୱେଲ୍ଥ। ଆଗ ନିଜ ଦେହକୁ ରଖିବାକୁ ପଡିବ। ହଁ, ଆପଣ 46 ବର୍ଷ। ନାଇଁ 46 ବର୍ଷ ନୁହଁ, ମୁଁ 64 ବର୍ଷ। यंगस्टर। ଓକେ। ୟଙ୍ଗଷ୍ଟାର ହୁଏତ ଯୋଉ କି ସରିଲା ଫେସ ୱାଶ ହେରିକା ଲଗେଇକିରି, କି ସରିଲା ଡେ କ୍ରିମ ନାଇଟ କ୍ରିମ ସବୁ ଲଗେଇକି ହେଇଯାଇଛୁ ୟଙ୍ଗ। ओके, थैंक यू। सर को इनवाइट करिए। सर, वेलकम सर। नमस्कार। चांद सर। सर ଆପଣ ଅନମ୍ୟୁଟ ହେଇନି। ଆଉ ଓକେ। ଡାକ୍ତର ପାଖକୁ ଯିବାକୁ ଓକେ, ଠିକ ଅଛି। हेलो। हाँ सर। सर वेलकम। ନମସ୍କାର। ନମସ୍କାର। थैंक यू। नमस्कार 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 जय हरसिम। नमस्कार हाँ, समस्त। नमस्कार सर, नमस्कार जय नमस्कार आरसीएम। जय। जय आरसीएम। ना आजिर आकाश बहुत भल भाव तार निजर दैनन्दिन कार्य बहुत बढ़िया मतन कहले, सेमती आरती मैडम भी कहले। यही भाव आम अन्न मानू शुणा जे से माने प्रतिदिन निजर स्वास्थ्य को भल रखा कौन करुँच। एटा बड़ कथा। मोर तो मु प्राय सकाଳେ प्रतिदिन मोर मॉर्निंग वॉक करवा, 15-20 मिनट मेडिटेशन बसिबा, तापरे ए जो उषुम पानी रे तुलसी ड्रॉप पकई खाइबा, एटा मोर गोटे अभ्यास। तापरे टिफिन परे तो मान टिफिन माने कौन मोर तो डाइट डाइट परे न्यूट्रिचार्ज, ये S5 गामा, ये गामा नुहे ओमेगा, तापरे भ्यूज 4टा जाक मु खाए। तापरे पुणी लंच पूर्व 2टा गामा, आ राति डिनर पूर्व 2टा गामा, ये सब खाइबाटा छड़ा प्राय तो मु 6 मास तले लिपिड प्रोफाइल, डायबिटीज, ये सुगर एगुड़ा प्राय टेस्ट करे प्रति 3-4 मास 5 मास भितर बहुत किसी टेस्ट करे। तो तापरे मोर गोटे ये जो लिवर पाई तो जो वेज ओमेगा, ये जो एटा हमर न्यूट्रिचार्ज बायोएज बायोएज। बायोएज न्यूट्रिचार्ज। बायोएज बायोएज न्यूट्रिचार्ज, हाँ। सेटा मध्य खाए। तो सेथिपाई मु निजको बहुत सुस्थ मन करे। तथापि अनेक किछि लाइफस्टाइल प्रकृत रे आमे एगुड़ा सचेतन होचु निजर केते देखंतु आज गुरुकुल रे स्वास्थ्य विषय रे सब जो आलोचना चलछि, हमर जो स्वास्थ्य क्रांति चलछि, आमको केते सचेतन करे दउछि। सचेतन करे हजार हजार लक्ष लक्ष लोग आज सचेतन हो जो माने कि ए स्वास्थ्य विषय रे किछि जानि नथिले, दिन कटुथिला सेमतिका। जेतेबेले भयंकर रोग हो जाउथिला सेतेबेले जानिथिले जे हमर किछि होउछि, तेणु डॉक्टर कंसल्ट करे जाउथिले। तो ये सचेतनता जे आमे को आगुरु किछि करिया को पड़िबो, निजर सब टेस्ट करिया को पड़िबो, जांच करिया को पड़िबो निजर। देखो आ गोटे बहुत बढ़िया कथा आपण माने भी मन रखु, जो उषुम पानी रे लुण पकईकि राति सोया पूर्व जदि बसबे किस समय
ସେ ଏତେ ଭଲ ଭାବେ ସେଇଟା ସ୍ୱାସ୍ଥ୍ୟ ପାଇଁ ଆଉ ଶରୀର ପାଇଁ ଆଉ ନିଦ ବି ଭଲ ହବ। ଆଜି ଜଣେ କହିଲେ, ମୁଁ ସେଇଟା ମଧ୍ୟ ଆମର ଜଣେ ଏଜେଡ୍ ରିଲେଟିଭ, ସିଏ କିଛି ମାସ ତଳେ ସେମିତି ମତେ, ମୁଁ ତାଙ୍କ ଘରକୁ ଯାଇଥିଲି, ସେଇଭଳି ଭାବେ ସିଏ ମତେ କହିଲେ, ଥଣ୍ଡାଟାରେ ଆସିଥିଲି, ଯାଇଥିଲି, ସେ କହିଲେ ଏମିତି ବସ। ମୁଁ ସେଟାକୁ ସେତେ ଗୁରୁତ୍ୱ ଦେଇନଥିଲି, କିନ୍ତୁ ସେ ପ୍ରେସର କଲେ। କିଛି ଦିନ ପରେ ମୁଁ ଧୀରେ ଧୀରେ ଅଭ୍ୟାସ କଲି, ବହୁତ ଭଲ ଲାଗିଲା। ସେ ମଧ୍ୟ କରୁଛି। ଆଜି ଶୁଣିଲି ଆଉ ଜଣେ ମଧ୍ୟ ବ୍ୟକ୍ତି ସେ କଥା କହିଲେ। ତ ମୁଁ ଆଶା କରେ ଏଇଭଳି ଭାବେ ଆପଣମାନେ ମଧ୍ୟ ନିଜର ସବୁ ଅନୁଭୂତିରୁ କହିବେ। ଥ୍ୟାଙ୍କ ୟୁ। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ ସାର୍। ସାହୁ ଭାଇ। ଯୋଉ ସେତାରେ ବିଷୟରେ କହିଲେ, ନିଜେ ନିଜର ଡାକ୍ତର ହବା, ନିଜେ ନିଜର ଡାକ୍ତର ହବା ପାଇଁ କଣ, ଯେମିତି ସାର୍ କହିଲେ ମେଡିଟେସନ ଦରକାର, ଆଉ ଯୋଗ ଟିକେ କରିବା ଦରକାର 5:30 ରୁ 6:30। ତା ସହିତ ଆମର ହେଲ୍ଥ ସପ୍ଲିମେଣ୍ଟ ଖାଇବା ନିହାତି ଆବଶ୍ୟକ। ଆପଣ ହେଲ୍ଥ କଣ ସପ୍ଲିମେଣ୍ଟ କଣ କରୁଛନ୍ତି ସାର୍ ଯେମିତି କୁହନ୍ତୁ ନା? କହିଲେ, ସେ ସାହୁ ବାବୁ, ଆପଣ କୁହନ୍ତୁ, ଆପଣ କଣ କରୁଛନ୍ତି? ମୋର ନିଜର ସେ ତ ମୋର କାର୍ଡିଓଲୋଜି ସକା ପ୍ରୋବ୍ଲେମ ଅପରେସନ ପରେ କାର୍ଡିଓଲୋଜି ଡକ୍ଟର କହିଲେ ଆପଣ ନ୍ୟୁଟ୍ରିଜେସ୍ ମ୍ୟାନ୍ କେବେ ବନ୍ଦ କରିବେ ନାହିଁ। 2009 ମସିହାରୁ ମୁଁ ନ୍ୟୁଟ୍ରିଜେସ୍ ମ୍ୟାନ୍ ରେଗୁଲାର ଖାଉଛି, ତା ସହିତ ଅଲଗା ଅଲଗା ଜିନିଷ ଖାଉଛି, ଯାହା ଫଳରେ କି ମତେ ଏତେ ହାଲିଆ ଲାଗୁନି, ଦୁର୍ବଳ ଲାଗୁନି। ଇଏ ଗୋଟେ ସବୁଠାରୁ ବେଷ୍ଟ ଜିନିଷ। ତା ସହିତ ମୁଁ ତ ସବୁ ପ୍ରକାର ପ୍ରଡକ୍ଟ ଖାଉଛି, DHA 200 ବି ଗୋଟେ ଲେଖା ଖାଉଛି, ଭିଉ ଖାଉଛି, ନ୍ୟୁଟ୍ରିଜେସ୍ ମ୍ୟାନ୍ ଖାଉଛି, ଭେଜ ଓମେଗା ଖାଉଛି, ଗାମା ବି ଖାଉଛି। ଗାମା ସକାଳେ 2ଟା ଆଉ ସନ୍ଧ୍ୟାବେଳେ 2ଟା, ୟାକୁ ବି ଖାଉଛି, ଯାହାଫଳରେ କି ମୁଁ ନିଜେ ଫୁର୍ତ୍ତି ଅନୁଭବ କରୁଛି, ଯାହାଫଳରେ କି ମୁଁ ଚାଲିବା ବି କିଛି ମାନେ ଇଏ ଲାଗୁନାହିଁ। ଏ ଥଣ୍ଡା ଦିନରେ କଣ, ଗରମ ଦିନରେ କଣ, ଚାଲିବା ରଖିଛି, ପ୍ଲସ୍ 20 ମିନିଟ୍ ମିନିମମ୍ ଧ୍ୟାନ ଏଇଗୁଟେ କରୁଛି। ଏବଂ ଟିମ୍ରେ ମଧ୍ୟ ଏମାନଙ୍କୁ କହୁଛି, ଆଜି ବି ଜଣେ ସକାଳ ସହିତ କଥା ହଉଥିଲି, କହିଲେ ମୋର ବଡ଼ ମୋବାଇଲ ନାହିଁ, କିନ୍ତୁ ପ୍ରତିଦିନ କଣ ପ୍ରୋଗ୍ରାମ ହଉଛି ତୁମେ ଜାଣିପାରିବ ଯଦି ଭାଇ ଫୋନରେ। ଏଭଳି ଭାବରେ ଉଦ୍ୟମ ଚାଲିଛି। ଆଉ ଆଜି ତ ହୋମ୍ ମିଟିଂ ପାଇଁ ମୁଁ ଯାଉଛି, ସେଥିପାଇଁ ଉଦ୍ୟମ ଜାରି ରହିଛି। କାର୍ତ୍ତିକ ବାବୁ ସହିତ କାଲି ରାତିରେ କଥା ହେଇଥିଲି, ବର୍ତ୍ତମାନ ଯାଉଛି। ମୋର ମିନିମମ୍ 10ଟି ହୋମ୍ ମିଟିଂ ଏଇ 10 ଦିନ ଭିତରେ କରିବାର ଅଛି। ତାଠାରୁ ଅଧିକ ହେଇପାରେ ପଛେ, କମ୍ ହବ ନାହିଁ। ସବୁଠୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ। ନିଜର ସ୍ୱାସ୍ଥ୍ୟକୁ ଠିକ୍ ଆମେ ରଖିବା ନିହାତି ଜରୁରୀ। ପ୍ରବୀଣା ମ୍ୟାଡ଼ାମ, ଆମେ କ'ଣ କରୁଛେ, ଆମେ ସେଟା, ହଁ, ଆଜ୍ଞା। ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ। ଆରେ ମୁଁ ତ ସେହେତ କି ସିତାରେ, ପ୍ରଥମେ ତ ନିଜେ ଠିକ ରହିଲେ ତମ ପରିବାରକୁ ଠିକ ରଖିବ। ପ୍ରଥମେ ସାର୍ 7ଟା ପୂର୍ବରୁ ମୁଁ ଉଠି ପାରିନି, କିନ୍ତୁ ଏ ଗୁରୁକୁଳ ଦେଖିବା ଇଏରେ ମୁଁ 6ଟା ବେଳକୁ ଉଠୁଛି। ମୋ ନିତ୍ୟକର୍ମ ସାରିକି ମୁଁ ସାର୍ ବସୁଛି। ସକାଳେ ମୁଁ ଟିକେ ପ୍ରାଣାୟାମ ବହୁତ କମ କରେ, କିନ୍ତୁ ଟିକେ ଚାଲେ ବହୁତ ସମୟ, 1.5 ଘଣ୍ଟା ମୁଁ ଚାଲେ। ତା ସାଙ୍ଗରେ ସକାଳର ଆଉ ମାନେ ମୁଁ 3ଟା ଯାକ ଇଏ ଖାଏ, ଭେଜ ଓମେଗା S5 ଆଉ ନ୍ୟୁଟ୍ରିଚାର୍ଜ ଗାମା, ଏଗୁଡାକ ସବୁ ଖାଏ। କିନ୍ତୁ ଆଜି ସାର୍ କହିଲେ, TC ସାର୍ କହିଲେ, ଯଦି କୋଲେଷ୍ଟ୍ରଲ, ମୋର ଟିକେ କୋଲେଷ୍ଟ୍ରଲ ଅଛି, ବଡ ଅଧିକା ଅଛି, ତେଣୁ କୋଲେଷ୍ଟ୍ରଲ ପାଇଁ କାଲିଠୁ ମଧୁସୂଦନ ରସ ଖାଇବି। ମଧୁସୂଦନ ରସ ପାଇଁ ବି ଆଜି କହୁଥିଲେ TC ସାର୍, କହିଲେ ମଧୁସୂଦନ ରସ ବି ଖାଇବେ। ଭାବୁଛି କାଲିଠୁ ମଧୁସୂଦନ ରସ ଖାଇବେ। ଆଉ ସକାଳେ ସାର୍ ସେ ଗୁଡ ସିପର ଚା ପିଇକି ମୁଁ ଯାଏ ୱାକରେ। ଆଉ ସକାଳେ ଚା ବାବା, ପିଏନି, ଗୁଡ ସିପର ମହୁ ପକେଇକି ଚା ପିଇକି ଯାଏ। ମତେ କିନ୍ତୁ ବହୁତ ହାଲକା ଲାଗୁଛି। ଆଉ 3 କିଲୋ ଓଜନ ବି ମୁଁ କମିଛି। ମୋର ତ ବାଃ। ଏତେ ଭାତର ବି ସଉକ ନୁହଁ, କିନ୍ତୁ ମୁଁ ରୁଟି ହିଁ ଖାଏ। ରୁଟି ମୋର ସଉକ, ମୋର ଭାତ ସଉକ ନୁହଁ, କିନ୍ତୁ ରୁଟି ଟାକୁ ଟିକେ କମ କରୁଛି ଆଉ। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ ମ୍ୟାମ୍। ମିତାଞ୍ଜଳି ମ୍ୟାଡ଼ାମ। ନମସ୍କାର ସାର୍। ଆଜ୍ଞା। ନିଜର ଶରୀରକୁ ତ ନିଜେ ନିଜେ ଠିକ ରଖିବ ସାର୍। ମୁଁ ଖାଲି ସର୍ଟରେ କହୁଛି ସାର୍, ମୁଁ କିନ୍ତୁ ଗାମା ଖାଏ ଆଉ ମଧୁସଂଜୀବନ ଖାଏ, କାରଣ ମୋର ଡାଇବେଟିସ୍ ନାହିଁ। ମୁଁ କାଳେ ଭବିଷ୍ୟତରେ ହବ ବୋଲି ଗୋଟେ ଦିନ ଛାଡି ଗୋଟେ ଦିନ ଖାଏ। କିନ୍ତୁ ମୋ ଝିଅକୁ ମୁଁ ତାକୁ ଗାମା ଦେଇଥିଲି,
ସେ ଗାମା ଖାଇଲା ପରେ ତାର କୋଲେଷ୍ଟ୍ରଲ ସରି ତାର ଥାଇରଏଡ ଥିଲା, ତାପରେ ଜୋଇଁର ବି ଥିଲା। ଦେଖିଲା ବେଳକୁ ସିଏ ଖାଇଲା ପରେ ତାର କିଛି ବାହାରିଲାନି। ଜୋଇଁ କହିଲେ ଆରେ ତୁ କଣ ଖାଉଛୁ, ତୁ ଯାହା ଖାଉଛୁ ମୁଁ ସେଇଆ ଖାଉଛି, ଆମେ ତ ଏକାଠି ଖାଉଛେ, ତୋର କାହିଁ ବାହାରିଲାନି ମୋର କାହିଁ ବାହାରିଲା। ତାପରେ ସିଏ କହିଲା ଦେଖ ଦେଖ ମାମା ଏଇଟା ମତେ ଦେଇଛି। ତାପରେ ଏବେ ସାର୍ 2 ଜଣ ଯାକ ଖାଉଛନ୍ତି, ପୁଣି ଟେଷ୍ଟ କରିବେ କଣ ଜଣା ପଡିବ ସାର୍। ଆଉ ଏଇଆ କଥା ଆଉ। ଆଉ ସାର୍ ତ ଖାଆନ୍ତି ସବୁ ଇଏ, ତାଙ୍କର ଇଏ ଥିଲା ସାର୍, ପୋଷ୍ଟେଡ ଥିଲା। ତାପରେ ମୁଁ ସେ ରିପୋର୍ଟ ଟା ରଖିପାଇଲିନି, ସେ ଖାଇଲା ପରେ ତାଙ୍କର ଆଉ କିଛି ମାନେ ପୋଷ୍ଟେଡ ନାହିଁ ବୋଲି ଜଣା ପଡୁଛି। ଆଉ ଥରେ ଟେଷ୍ଟ କରି ଆଉ ଠିକ ସେ ରିପୋର୍ଟ ଆପଣଙ୍କୁ ଦେଖେଇବି ଆଉ। ଜୟ ଆଶ୍ରୀ ଓକେ, ନମସ୍କାର। ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ସୁସ୍ଥ ରହିଲେ ସମସ୍ତେ ଭଲ। ଆ, କାର୍ତ୍ତିକ ବାବୁ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର, ଜୟ ଶ୍ୟାମ। ଆଜ୍ଞା, ସାର୍ ନମସ୍କାର। ଗୁରୁକୁଳରେ ତ ସପ୍ତାହ ଧରିକି ସବୁଦିନ ଅଲଗା ଅଲଗା ପ୍ରୋଗ୍ରାମ ହଉଛି। ଆଉ ଆଜି ଗୁରୁବାରରେ ଯୋଉ ମେଡିଟେସନ ପ୍ରୋଗ୍ରାମ ହଉଛି, ଡକ୍ଟର ଏସ୍ ରଞ୍ଜନ ଯୋଉ ତାଙ୍କ କହିବା ହିସାବରେ ଆମେ ବୁଧବାର ବୁଧବାର ନିଜକୁ ସୁସ୍ଥ ରଖିପାରିବା। ଆଉ ମୁଁ ଯେମିତି ନିଜେ ଡେଲି ଗାମା ଅରିଜିନାଲ ନ୍ୟୁଟ୍ରିସନ ମ୍ୟାନ୍ ଖାଏ, ସେମିତି ମୁଁ କାଲି ଜଣେ ଲୋକକୁ ତାର ଅଣ୍ଟା ଫଣ୍ଟା ଜୋରସୋର ପେନ୍ ହଉଥିଲା, ମୁଁ ତାକୁ କହିଲି ଗାମା ଭେଜ ଓମେଗା, ଯେହେତୁ ରାତି ହେଇଗଲାଣି ତ ଭେଜ ଓମେଗା ତମେ ଦିନକୁ 2ଟା ଲେଖା ଖାଅ, ପ୍ଲସ ତା ସାଙ୍ଗେ ନ୍ୟୁଟ୍ରିସନ ଓମେନ୍ ଖାଅ। କାଲି ବି ଭେଜ ଓମେଗା ଖାଇବା ଷ୍ଟାର୍ଟ ଆପଣଙ୍କ କରିଦେଇଛି ନେଟୱାର୍କ। ରାତିରୁ। ଆଉ ଆଜିଠାରୁ ମାନେ ତା ଦ୍ୱାରା ସେ ବି ରେଜଲ୍ଟ ବି ପାଇବ। ତ ମୋ କହିବା କଥା ହଉଛି ମେଡିଟେସନ ଦ୍ୱାରା ଆମେ ନିଜେ ସୁସ୍ଥ ରହିବା, ଲୋକଙ୍କୁ ବି ସୁସ୍ଥ ରଖିପାରିବା ଏଇ ଗୁରୁକୁଳରେ ବସିବା ଦ୍ୱାରା। ଏତିକି ଆଜ୍ଞା, ଜୟ ଆର୍। ଓକେ, ବହୁତ ବଢିଆ କଥା। ଗୁରୁକୁଳରେ ବସିବା ବି ନିହାତି ଦରକାର, କିନ୍ତୁ ଗୁରୁକୁଳର କଥା ମାନିବା ବି ଦରକାର। ଗୁରୁକୁଳର ଶିକ୍ଷାକୁ ବି ନବା ନିହାତି ଦରକାର। ଯାହା ଯାହା ଆଜ୍ଞା ଗୁରୁକୁଳରେ ଆଜ୍ଞା ଶିକ୍ଷା ହଉଛି ତାକୁ ଆମେ ନବା ଦରକାର। ତ ନିଜର ସ୍ୱାସ୍ଥ୍ୟକୁ ନିଜେ ଆମେ ଠିକ କରିବା ଆଗେ। ନିଜକୁ ନିଜେ ପରୀକ୍ଷା କରିବା, ପରୀକ୍ଷା କରିସାରିବା ପରେ ତ ଅନ୍ୟକୁ ଯାହା ଅସୁବିଧା ଅଛି, ଯେମିତିକି ଆମେ ଆଜି ଶୁଣିଲେ ଯେ ଜଣେ ଜାଣିନଥିଲେ ଯେ ତାଙ୍କର ସୁଗାର ଅଛି, ତ ଟେଷ୍ଟ କଲା ପରେ ଜଣା ପଡିଲା କି ତାଙ୍କର, ସେ ଜାଣି ନାହାନ୍ତି ତାଙ୍କର ଏସବୁ ଅଛି। ଆଉ 80% ଆମ ଶରୀର ଯଦି ଇଫେକ୍ଟେଡ ନହେଲା, ସିମ୍ପଟମ୍ ଆଜିକାଲି ଜଣା ପଡୁନି। ତ ସେଥିଲାଗି ଆମେ ଟେଷ୍ଟ କରିବା ନିହାତି ଜରୁରୀ। ତା ଉପରେ କାମ କରିବା ବି, ନିଜ ଉପରେ ନିଜେ କାମ କରିବା ବି ନିହାତି ଜରୁରୀ। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ। ସାର୍ ନମସ୍କାର, ସାର୍ ଜୟ ଆର୍। ଜୟ ସିଂ, ନମସ୍କାର। ସାର୍ ଆଜି ବହୁତ ଗୁଡା ମୁଁ ଆଜି ସାର୍ 5ଟା ସାର୍ ଉଠି ସାର୍, ମୁଁ ଆଜି ଯୋଗ ଦେଖିବି ବୋଲି ଆମର 5ଟାରୁ ମୁଁ ଆଜି ମୋର କଟିଯାଏ, ପୁଣି ଜଏନ୍ ହେଇପାରେନି। ଆଜି 5ଟାରୁ ଉଠିକି 5ଟା 10ରେ ଆଜି ଜଏନ୍ କରିଛି। ଆଜି ଗୁରୁକୁଳ ସବୁ ଦେଖିଛି, ଯୋଗ ପ୍ରାଣାୟାମ ସବୁ ଦେଖିଛି। ଆଉ ସାର୍ ବହୁତ ବଢିଆ ଜିନିଷ ସାର୍, ମୁଁ ଆଜି ବି ସେଥିରେ ବି କରିଛି। ଆଜି ମତେ ଦିନ ବହୁତ ଆକ୍ଟିଭ ଲାଗୁଛି। ମୁଁ ତ ସବୁଦିନ କରେ, କିନ୍ତୁ ଆଜି 5ଟାରୁ ଉଠିବା ମତେ ଆଜି ବହୁତ ଆକ୍ଟିଭ ଲାଗୁଛି। ଆଉ ଯୋଉ କାମଟା ମୋର 2 ଘଣ୍ଟାରେ ସରେ, ଆଜି ମୋର ଘଣ୍ଟେ ଭିତରେ ସରିଗଲା। ମାନେ ବଡି ଏତେ ଫ୍ରି ଲାଗୁଛି। କାରଣ ସେଥିପାଇଁ ଆମକୁ ସମସ୍ତଙ୍କୁ 5ଟାରୁ ଉଠିକି ଯଦି ଆମେ ଗୁରୁକୁଳ ଦେଖିପାରିବା, ବହୁତ ବଢିଆ ରହିବ। ଆଉ ସାର୍ ବହୁତ ବଢିଆ କଥା କହିଲେ, ଆମର ଯୋଉ ନ୍ୟୁଜ୍ ଉପରେ, ନ୍ୟୁଜ୍ ତ ଆମର ସମସ୍ତେ ୟୁଜ୍ କରିବା ଦରକାର। କାରଣ ଲୋକ ଆଜି ମ୍ୟାଡାମ ମାନେ କହୁଥିଲେ, କହିଲେ ଆଜି ଦେଖନ୍ତୁ ସେମାନେ ଖାଇକି ସୁସ୍ଥ ଅଛନ୍ତି। ଆଜି ଦେଖନ୍ତୁ, ଆଜି ଥାଇରଏଡ ଥିଲା ଗୋଟେ ପେସେଣ୍ଟ ମୋର, ବିଶି ମ୍ୟାଡାମ ଆମର ପ୍ରଥମ ଆମର ଦେଖାରେ ତାଙ୍କର ଥାଇରଏଡ ଥିଲା। ସେ 4 ବର୍ଷ ହେଲା ଥାଇରଏଡ ମେଡିସିନ ଖାଉଥିଲେ। ଖାଇଲା ଭିତରେ ମତେ କଥା ମୁଁ କହିଲେ ଆପଣଙ୍କ ଥାଇରଏଡ ଭଲ ହେଇଯିବ। କେମିତି ଭଲ ହବ? ମୁଁ କହିଲି ସାର୍ ଆମ ପାଖରେ ଜିନିଷ ପ୍ରଡକ୍ଟ ଅଛି। ସେ ରାଉରକେଲାରୁ ମୁଁ ତାଙ୍କୁ ପଠାଏ, ତାଙ୍କୁ ଭେଜ ଓମେଗା, ଗାମା ଆଉ ଏସ୍ପାଇ, ତା ଥଣ୍ଡା ଥିଲା। ସେ ଖାଇଲା, ମୁଁ କହିଲି ଡକ୍ଟର ମେଡିସିନ ଖାଇକି ଏଟା ଖାଇବେ। କିନ୍ତୁ ସେ ମୋ କଥାରେ ଏତେ ବିଶ୍ୱସ୍ତ ହେଇଗଲେ, ସେ ଡକ୍ଟର ମେଡିସିନ ନ ଖାଇକି ଏଇ ଜିନିଷ ଖାଇଲା ପରେ ତାଙ୍କର 4 ମାସ 5 ମାସ ଭିତରେ ତାଙ୍କର ଦେଖନ୍ତୁ ରିପୋର୍ଟ ବାହାର କଲା, ନର୍ମାଲ ଆସିଲା। ଡକ୍ଟର ବି ଆଶ୍ଚର୍ଯ୍ୟ, କହିଲେ କଣ କଲେ ଯେ ଆପଣଙ୍କର ଥାଇରଏଡ, ଆପଣ ମେଡିସିନ ଖାଇଲେ, ମେଡିସିନ ବନ୍ଦ ହେଇଗଲା। 100 mg ଖାଉଥିଲେ, ଧୀରେ ଧୀରେ ପୁରା 50 ପୁରା ନର୍ମାଲ। ସେ ପ୍ରୋଟିନ ଜିନିଷ ସବୁ ଜିନିଷ ଖାଇପାରୁଛନ୍ତି। ଆଉ ଏମିତି ବହୁତ ମୋର ପେସେଣ୍ଟକୁ, ମୋର କ୍ଲିନିକରେ ମୁଁ ବହୁତ ପେସେଣ୍ଟକୁ ମୋର ଥାଇରଏଡ ପାଇଁ, ଡାଇବେଟିସ ପାଇଁ, ଆଉ ଆମର କୋଲେଷ୍ଟ୍ରଲ ପାଇଁ, ଆଉ ଆଉ ବିଜେ ତ ମୋର ବହୁତ ଗୁଡା ସେଲିଂ ମୋର ଅଛି। ଆଉ ଦେଇକି ମୋର ବହୁତ ବଢିଆ ବି, ଆଉ ମୁଁ ଗୋଟେ ମାସରେ ବି 10,000 15,000 ବି କରିପାରୁଛି, କେବଳ ପ୍ରଡକ୍ଟ ସେୟାର କରିକି। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ। ଆମେ ଅନ୍ୟମାନଙ୍କର ସେବା କରୁ କରୁ ନିଜ ସେବାକୁ ନିଜେ ଭୁଲି ଯାଉ ବେଳେ ବେଳେ। ତ ନିଜର ସବୁ ପ୍ରକାର ଟେଷ୍ଟ ଆମେ କରିବା। ନିଜେ କେତେ ସୁସ୍ଥ ଅଛେ, ଯଦି କୋଉଠି ଟିକେ ଗଡ଼ବଡ଼ ହେଇଯାଇଥିବ, ତାକୁ ଆମେ ଠିକ ରଖିବାରେ ହେଲ୍ପ କରିବା। ଓକେ, ଥ୍ୟାଙ୍କ ୟୁ। ଆଜ୍ଞା ସାର୍।
ଶର୍ମିଷ୍ଠା ମ୍ୟାଡ଼ାମ କୁହନ୍ତୁ। ମ୍ୟାଡ଼ାମ ଅନମ୍ୟୁଟ୍ କରନ୍ତୁ। ଆଜ୍ଞା ନମସ୍କାର ସାର୍, ଜୟ ଶ୍ୟାମ। ଆଜ୍ଞା ଜୟ। ସାର୍ ମୋର ତ କିଛି ଏମିତି ରୋଗ ନାହିଁ। ମୁଁ କିନ୍ତୁ ପଞ୍ଚତୁଳସୀ ରସଟା ମୋ ପୁଅକୁ ଦିଏ, ତାର ଥଣ୍ଡା ଟିକେ ରହେ ବୋଲି ତାକୁ ସବୁଦିନ ପଞ୍ଚତୁଳସୀ ରସଟା ଦିଏ। ମୋ ବୋଉର ବି ଯେ ମୁଁ ତା ପାଇଁ ପଠାଏ ସବୁବେଳେ। ଆଉ ଭଉଣୀର ବି ଆନ୍ଥ୍ରାଇଟିସ୍ ଅଛି, ତାକୁ ମୁଁ ପଞ୍ଚତୁଳସୀ ରସଟା ବି ସଜେଷ୍ଟ କରିଛି, ସିଏ ବି ଖାଉଛି। ଗାମାଟା ମୁଁ ଡେଲି ମୁଁ ନିଜେ ୟୁଜ୍ କରେ ଗାମାଟା। ଆଉ ଆଜିର ଗୁରୁକୁଳଟା ମୁଁ ଦେଖିପାରିନି, ଭିଡିଓଟା ପଛରେ ମୁଁ ଦେଖିଦେବି ଆଉ। ଠିକ ଥ୍ୟାଙ୍କ ୟୁ ସାର୍। ଓକେ ବହୁତ ବଢିଆ। ଆପଣ ଦେଖିଦେବେ କାରଣ ଆଜ୍ଞା, ବହୁତ ହଁ ସାରା ଭିଡିଓ କଥା ଦେଖିଦେବି ଆମକୁ ପଛରେ। ଜାଣିବାକୁ ଅଛି। ଆଜ୍ଞା ମୁଁ ଏଇଠି ସମସ୍ତଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ଆମେ କେବଳ ଯେ ସପ୍ଲିମେଣ୍ଟ ନେଲେ ସବୁ କିଛି ସମସ୍ୟାର ସମାଧାନ ହେଇଯିବ ନାହିଁ। ଆଜି ଟିସି ସାର୍ ସେଇ କଥା ବି କହୁଥିଲେ ଯେ ଆମେ ଗୋଟେ କାମ କରିବା ଗୋଟେ କାମ କରିବାନି ତ ରେଜଲ୍ଟ ଠିକ ଆସିବ ନାହିଁ। ତ ସେଥିଲାଗି ସବୁ କାମ ଠିକ ରଖିବା ନିହାତି ଜରୁରୀ, ସବୁ କାମ କରିବା ଦରକାର। ଯେମିତିକି ସିଡ୍ସର ଫର୍ମୁଲାକୁ ଫଲୋ କରିବା ନିହାତି ଦରକାର। ସିଡ୍ସ ମିନ୍ସ ଏସ୍ ଫର୍ 7 ଘଣ୍ଟା ସ୍ଲିପ୍। ସ୍ଲିପ୍ ମାନେ ଆମେ 7 ଘଣ୍ଟା ଠିକ ଭାବରେ ଆମେ ଶୋଇବା, ପୁରା ନିଘୋଡ଼ ନିଦରେ ଶୋଇବା, ପିଲାଙ୍କ ଭଳି ଶୋଇବା। ଦ୍ୱିତୀୟ କଥା, ଆଉ ତାର ବି କଣ କେମିତି କେମିତି ପ୍ରୋସେସ୍, ଆମର ଗୋଟେ ବୁକ୍ ଅଛି ସବସେ ପେହଲେ ସେହତ। ସେ ବୁକ୍ ବି ଆମେ ନିଜେ ମଗେଇକି ବି ଆମେ ସମସ୍ତେ ଜାଣିପାରିବା ଯେ କେମିତି କଣ କରିବା ଦ୍ୱାରା କଣ ହୁଏ। ତ ଇଏ ପ୍ରାକ୍ଟିକାଲ ଜିନିଷ ଲେଖାଯାଇଛି, ଆପଣ ମାର୍କେଟରେ କୋଉଠି ବି ପାଇବେନି, ସେଇ ବହିରେ ଆପଣ ପାଇପାରିବେ। ତା ଛଡ଼ା ସିଡ୍ସ SEEDS ଡବଲ ଇ ଇଚ୍ ଇମୋସନାଲ ୱେଲବିଙ୍ଗ। ଇମୋସନାଲ ୱେଲବିଙ୍ଗ ମାନେ ଭାବନାତ୍ମକ ସ୍ୱାସ୍ଥ୍ୟକୁ ଠିକ ରଖିବା ଦରକାର। ଆମେ ମେଡିଟେସନ କରିବା ଦ୍ୱାରା ସେ ବି ଆମେ ଯଦି ଭାବିବା ଯେ ଆମେ ସମସ୍ତେ ସୁସ୍ଥ ଅଛେ ତ ଆମେ ସୁସ୍ଥ ହେଇଯାଇପାରିବା। ଯୋଉମାନେ ନର୍ମାଲି ଦେଖାଯାଏ ଯେ ଯୋଉମାନେ ଜଲି ମୁଡରେ ଥାନ୍ତି, ଖୁସି ମୁଡରେ ଥାନ୍ତି, ତାଙ୍କୁ ବିଶେଷ ରୋଗ ହୁଏନି। ଇଏ ହଉଛି ଗୋଟେ କଥା। ତା ଛଡ଼ା ଇ ଫର୍ ଏକ୍ସରସାଇଜ। ଏକ୍ସରସାଇଜ ଆମେ ପ୍ରତ୍ୟେକ ଦିନ ସକାଳୁ ଗୁରୁକୁଳର ପୂର୍ବରୁ 5:30ରୁ 6:30 ଏକ୍ସରସାଇଜ ବି ହଉଛି, ଆମେ ସେତେ ବି କରିପାରିବା। ଯଦି ସମୟ ନ ହଉଛି ଦିନ ଭିତରେ କେତେବେଳେ ନା କେତେବେଳେ ଏକ୍ସରସାଇଜ ନିହାତି କରିବା ଜରୁରୀ। ଡି ଡି ଫର୍ ଡାଏଟ୍। ଆମ ଖାଦ୍ୟକୁ ଆମେ ଠିକ ଭାବରେ ରଖିବା। ତ ଠିକ ଭାବରେ ଆମେ ଖାଦ୍ୟକୁ ଆମେ କଣ କଣ ରଖିବା, କେମିତି ସକାଳୁ ଅଲକାଲାଇନ୍ ପାଣି ପିଇବା, ଏସବୁ କିଛି ସବୁ କିଛି ତ ତାକୁ ଦେଖିବା ନିହାତି ଦରକାର। ଆଉ ଲାଷ୍ଟରେ ହଉଛି ସପ୍ଲିମେଣ୍ଟ। ଯେ କେବଳ ଯେ ସପ୍ଲିମେଣ୍ଟକୁ ଖାଇଦେଲେ ବାକି ଆଉ ସବୁ କିଛି ନ କଲେ ସବୁ ଆମେ ଠିକ ହେଇଯିବା, ସିଏ ବି ବୁଝିବା ଭୁଲ। ଇଏ ଭ୍ରାନ୍ତ ଧାରଣା। ଆମେ ସପ୍ଲିମେଣ୍ଟକୁ ଖାଇବା ଆଉ ତା ସହିତ ଇଏ ସବୁକୁ ଆମେ ଠିକ ଭାବରେ କରିବା। ଆଉ ଆଜି ଯଦି ଆମ ଶରୀର ଖରାପ ଅଛି କୌଣସି ନା କୌଣସି କ୍ଷେତ୍ରରେ, ନା ମୁଁ ବି ନିଜେ ମାନୁଛି ଯେ କୋଉଠି ନା କୋଉଠି ଆମେ ଆମ ଶରୀରକୁ ଆମେ ନେଗ୍ଲେକ୍ଟ କରିଥିବାରୁ ଶରୀର ବି ଆମକୁ ନେଗ୍ଲେକ୍ଟ ବି କରିଦେଇଛି। ତ ଆମେ ଆଜ୍ଞା ନେଗ୍ଲେକ୍ଟ ବି କରିବା ଉଚିତ ନୁହେଁ। ପ୍ରଥମେ ନିଜ ସ୍ୱାସ୍ଥ୍ୟକୁ ନିଜେ ଠିକ କରିବା, ତାପରେ ଆମେ ଅନ୍ୟର ସ୍ୱାସ୍ଥ୍ୟକୁ ଠିକ ରଖିବା। ତ ଇଏ ହଉଛି ବହୁତ ବଢିଆ ବଢିଆ କଥା। ଆସନ୍ତୁ ଆମେ ଶୁଣିବା ଆ, ଚିତ୍ତ ବାବୁ। ଆଜ୍ଞା କୁହନ୍ତୁ, ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର। ସାର୍ ଟିକେ କ୍ଷୀର ଆଡେ ଲାଗି ତ ମୁଁ କ୍ଷୀର ଉଠେଇବା ସାର୍ ଓକେ ବ୍ୟସ୍ତ ଟିକେ ଠିକ ଅଛି। ଅଛି ଠିକ ଅଛି। ଓକେ 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 ନମିତା ମ୍ୟାଡ଼ାମ। ସାର୍ ନମସ୍କାର। ଆଜ୍ଞା ଜୟ ନମସ୍କାର। ଆଶ୍ବିନ। ସାର୍ ଆଗ ହଉଛି ନିଜ ଶରୀରକୁ ଠିକଣା ରଖିବା, ତାପରେ ଆମେ ଯାଇକିରି ଯୋଉ ଜିନିଷ ସପ୍ଲିମେଣ୍ଟ ଫୁଲ ସପ୍ଲିମେଣ୍ଟ ନବା। କିନ୍ତୁ ଆମର ରିପୋର୍ଟ ସବୁ ଠିକଣା ଥିବ, ତା ସହିତ ସେ ମାନେ ଡକ୍ଟର ମେଡିସିନ ଖାଇବା, ଇଆଡେ ଆକୁ ଖାଇଲେ ଆମ ଶରୀରଟା ଠିକଣା ହବ। ଭଗବାନ ଏଡେ ସୁନ୍ଦର ଜୀବନଟା ଦେଇଛନ୍ତି, କିନ୍ତୁ ତାକୁ ହଉଛି କେମିତି ଭଲ କାମରେ ଲଗେଇବା ସେଇଟା ଚିନ୍ତା କରିବା ଦରକାର। ମୁଁ ତ କରିପାରିନି ଏପର୍ଯ୍ୟନ୍ତ ଟେଷ୍ଟ, ଆପଣଙ୍କୁ ଶୀଘ୍ର କରିକିରି ପଠେଇଦେବି ଆପଣଙ୍କ ପାଖକୁ। ଓକେ ଠିକ ଅଛି। ଏଗୁଡାକ ତ ଆମେ ସେଥିରେ ଅପଲୋଡ ବି କରିଦେବା, ତାର ଯୋଉ ଆସିଛି ଚ୍ୟାନେଲ ଲିଙ୍କ ଆସୁଛି, ସେଥିରେ ଅପଲୋଡ ବି କରିବା। ଆଜ୍ଞା ଆଉ ସେଇ ଆଜ୍ଞା ଅନୁସାରେ ଆମେ କାମ କରିବା। ଆଜ୍ଞା। ଓକେ ଥ୍ୟାଙ୍କ ୟୁ। ହଉ ହଉ ଥ୍ୟାଙ୍କ ୟୁ। ଓକେ ଥ୍ୟାଙ୍କ ୟୁ। ଅନିଲ ସାର୍ ଅନମ୍ୟୁଟ୍ କରନ୍ତୁ। ଆଜ୍ଞା ନମସ୍କାର, ଜୟ ଆଶ୍ରମ। ଜୟ ଆର୍ ଆଜ୍ଞା। ସାର୍ ସେ ଯୋଉ ପଞ୍ଚତୁଳସୀ ରସ ଏକା ଆଣିଥିଲି, ଯୋଉ ମୋ ପୁଅର ଆଉ ବାପାଙ୍କର, ମୋ ସାନ ପୁଅର ବାପାଙ୍କର ଶ୍ୱାସ
ତ ସେଇଟା ଭଲ କାମ କଲା ଏଇଟା। ଆଉ ସେଇଟା ଖାଇଲା ପରେ ଗୋଟେ 4-5 ଦିନ ଖାଇଲା ପରେ ଧୀରେ ଧୀରେ ଥଣ୍ଡା ଏଇ ଯୋଉ କଫ ଏସବୁ କମିବା ଧୀରେ ଧୀରେ ଆରମ୍ଭ ହେଇଥିଲା। ତ ସେଇଟା ଏବେ ତ ସରି ଆସିଲାଣି, ଏଇଟା ଆଉ ଗୋଟେ ଆଣିବି। ଆଉ ତାପରେ ଯୋଉ ଗାମାର ବି ବହୁତ ବିଶେଷତ୍ୱ ଗୁଣ ରହୁଛି, ତ ସେଇଟା ବି ଏଇଥରକ ମୁଁ ଗଲେ ଆଣିବି ଗାମା ଅରିଜିନାଲ ଟା। ଆଉ ତ ସାର୍ ସେମିତି ଡିଜିଜ କିଛି ନାହିଁ, କିନ୍ତୁ ନହବ ବୋଲି କିଛି କହିହବନି। ଆମର ଯୋଉ ଖାଦ୍ୟପେୟ ଶୃଙ୍ଖଳା ସବୁ ଯୋଉ ବିଶୃଙ୍ଖଳିତ ହେଇକି ଅଛି, ଆଉ ସେଥିରେ କିଛି ହବନି ବୋଲି ବି ସେମିତି କିଛି କହିହବନି। ତ ଏଇ ଗାମା ଅରିଜିନାଲ ଆଉ ଏଇଟା ଆମର ପଞ୍ଚ ତୁଳସୀ ଏ ତ ନିହାତି ଖାଇବି। ତାପରେ ଆଉ ଯୋଉ ରହିଲା ଚେକଅପ୍ କଥା, ମୁଁ କେବେ କରିନି, ଚେକଅପ୍ କରିକି କହିବି କୋଉଠି ଯଦି ପ୍ରୋବ୍ଲେମ। ନାଇଁ, ଚେକଅପ୍ କରିବା ଜରୁରୀ। ଆକ୍ଚୁଆଲି ଦେଖନ୍ତୁ, ପରିବାରକୁ ଆମେ ସମ୍ଭାଳୁଛେ, ଯଦି ଆମ ଶରୀର 80% ଖରାପ ହେଲା ପରେ ଯାଇକି ଆମେ ଜାଣୁ ଯେ କିଛି ସିମ୍ପଟମ୍ ଦେଖାଯାଏ, ତ ସେଥିଲାଗି ଚେକଅପ୍ କରିବା ଜରୁରୀ। ନିଜ ଶରୀରକୁ କେତୋଟି ଟେଷ୍ଟ ତ ନିହାତି ଦରକାର କରିବା, ନିହାତି ଦରକାର। ହିମୋଗ୍ଲୋବିନ୍ର ଟେଷ୍ଟ ତ ନର୍ମାଲି ମହିଳାମାନେ ନିହାତି କରିବା ଦରକାର, କାରଣ 75% ମହିଳା ବର୍ତ୍ତମାନ ହିମୋଗ୍ଲୋବିନ୍ ଡେଫିସିଏନ୍ସି ଅଛି, ଏନିମିକ୍ ପେସେଣ୍ଟ। ଦ୍ୱିତୀୟ କଥା ହେଉଛି ଥାଇରଏଡର ଟେଷ୍ଟ। ତୃତୀୟରେ ଡାଇବେଟିକ୍ର HbA1c ର ଟେଷ୍ଟ। ତା ସହିତ ଆପଣଙ୍କର କୋଲେଷ୍ଟ୍ରଲର ଟେଷ୍ଟ, କିଡନୀର ଟେଷ୍ଟ, ଏମିତି କେତୋଟି ଟେଷ୍ଟ କରିବା ନିହାତି ଦରକାର। ଆଖିର ଟେଷ୍ଟ ପାଇଁ ବି କରିବା ଦରକାର। ସେ ତ ଏ କଥା ବି କହୁଛନ୍ତି ଚୁଟିର ବି ଟେଷ୍ଟ କରିବା ଦରକାର। କେତେ ହେଲା ତ ଚୁଟି ଉପରେ ଟ୍ରିଟମେଣ୍ଟ କରିକି କେତେ କ'ଣ କରିପାରିବା ତା ବି କରିବା ଦରକାର। ମୋଟାପାର ଟେଷ୍ଟ ବି କରିବା ଦରକାର। ତ ଇଏ ସବୁ ଟେଷ୍ଟ ଆମେ ଯଦି ଆଜି ନିଜେ କରିବା, ନିଜେ ନିଜର ଡକ୍ଟର ହେଇଯାଇପାରିବା। ଓକେ, ଥ୍ୟାଙ୍କ ୟୁ। ନବଘନ ସାର୍, ଆଜ୍ଞା ସାର୍, ଅନମ୍ୟୁଟ୍ କରନ୍ତୁ। ଓକେ, ଗୌରାଙ୍ଗ ବାବୁ କୁହନ୍ତୁ। ଆପଣ ଅନମ୍ୟୁଟ୍ କରିକି କୁହନ୍ତୁ, ଅନମ୍ୟୁଟ୍ କରିକି। ହଁ, କୁହନ୍ତୁ। ସାର୍ ମତେ ତ RCM ର ଯେତିକି ପ୍ରଡକ୍ଟ ସବୁ ଭଲ ଲାଗୁଛି, କିନ୍ତୁ ଏଇ ଗୋଟେ ମାସ ହବ ଆମର ପଞ୍ଚତୁଳସୀ ଟା ସାର୍ ଆମ ଫ୍ୟାମିଲି ପାଇଁ ପୁରା ରାମବାଣ ଭଳିଆ କାମ କରୁଛି ଆଉ। ଓକେ, ଠିକ ଅଛି। ନିଜର ସ୍ୱାସ୍ଥ୍ୟକୁ ନିଜେ ଯତ୍ନ ନେବା, ଆଗେ ଟେଷ୍ଟ କରିବା। ଆଜ୍ଞା। ଓକେ, ଓକେ, ନବଘନ ସାର୍ କୁହନ୍ତୁ ସାର୍। ଆଜ୍ଞା, ହ୍ୟାଲୋ, ଆଚ୍ଛା, ଜୟ ଶ୍ରୀମ୍ ସାର୍। ଆଜ୍ଞା ଜୟ ସେମ୍, ଆଜ୍ଞା କୁହନ୍ତୁ। ହଁ, ଟିକେ ଭଲ ନାହିଁ। ବଲାଙ୍ଗୀର ଯାଇଥିଲି, ଆମର ଗୋଟେ 11th ଜର୍ନାଲ କାଉନସିଲ ମିଟିଂ ଥିଲା ବଲାଙ୍ଗୀରରେ। ସାର୍ ଆଜିର ଡିସ୍କସନ୍ ଉପରେ କୁହନ୍ତୁ, ଆଜ୍ଞା। ଆଜି ଡିସ୍କସନ ତ ମୁଁ ବିଶେଷ ଶୁଣିପାରିନି, ଯାହା ହଉଛି ଠିକ ଅଛି। ବର୍ତ୍ତମାନ ପ୍ରଡକ୍ଟର ୟୁଜ୍ କଲେ ନିଶ୍ଚିନ୍ତ ଭାବେ ତାର ରେଜଲ୍ଟ ମିଳେ। କାରଣ ମୁଁ କଣ୍ଟିନ୍ୟୁସଲି ଗାମା, ଭେଜ ଓମେଗା ଆଉ ମ୍ୟାନ୍ ୟୁଜ୍ କରୁଛି ଫ୍ରମ୍ ବିଗିନିଂରୁ। ମୁଁ ଯେବେଠୁ ଜଏନ୍ କଲିଣି ସେଦିନଠୁ ହିଁ ତାକୁ ୟୁଜ୍ କରୁଛି। ଆଉ ଯାହା ହଉ, ତା ଦ୍ୱାରା ମୁଁ ବି ଟିକେ ଭଲ ଫିଲ୍ କରୁଛି। ହଁ, ଆଉ ଆଉ ଏଠି ବି ଆମର ବିସି ମ୍ୟାଡାମ ଯିଏ ଥିଲେ, ତାଙ୍କର ଗୋଟେ ଥିଲା କ'ଣ ଥାଇରଏଡ୍। ଥାଇରଏଡ୍ ପାଇଁ ମହାନ୍ତି ବାବୁଙ୍କର ପ୍ରଚେଷ୍ଟାରେ ଏବଂ ତାଙ୍କ ଗାଇଡାନ୍ସରେ ଯୋଉ ସବୁ ଜିନିଷ ଗୁଡ଼ିକ ଥିଲା, ତାକୁ ଦେଲା ପରେ ସିଏ ବର୍ତ୍ତମାନ ଥାଇରଏଡରୁ ମୁକ୍ତ। ଆଉ ଏମିତି ଅଛି, ଭଲ କାମ କରୁଛି। କିନ୍ତୁ ତାକୁ ଲୋକଙ୍କ ପାଖରେ ପହଞ୍ଚେଇବା ହଉଛି ଯୋଉ କାମ, ଆମକୁ ଲୋକ ଟିକେ ସେତିକି ଇଏ କରୁନାହାନ୍ତି। ନହେଲେ ଯୋଉମାନେ କରୁଛନ୍ତି, ଏଇ ବର୍ତ୍ତମାନ ସେ LIC ର ଜଣେ ଲୋକ ମତେ ଡାକିଛନ୍ତି ରବିବାର ଦିନ, ମାଝୀ ବାବୁ ଆମର ଶର୍ମା ବାବୁ, ତାଙ୍କୁ ଏଇ ନ୍ୟୁଟ୍ରି ଚାର୍ଜ ଉପରେ ଟିକେ ତାଙ୍କୁ ଡିସ୍କସ୍ କରିବି। ହୁଏତ ସେଦିନ ଯଦି ମୁଁ ତାଙ୍କ ଘରେ ପହଞ୍ଚିଲେ, ହୁଏତ ମହାନ୍ତି ବାବୁଙ୍କ ସାଙ୍ଗରେ କଣ୍ଟାକ୍ଟ କରିକି ତାଙ୍କ ସାଙ୍ଗରେ ସବୁ ଡିସ୍କସ୍ କରିବି ସେଠି। ଆଉ ଏଇଭଳି ଚାଲିଛି। ମୁଁ ଟିକେ ଯାଇଥିଲି ବଲାଙ୍ଗୀରରୁ, ଫେରିଲା ପରେ ଦେହ ଟିକେ ଭଲ ଲାଗୁନି ତ। ଓକେ, ଆଜ୍ଞା। ଠିକ ଅଛି। ବହୁତ ବଢିଆ ସାର୍। ଆକ୍ଚୁଆଲି କଥା ହଉଛି ଏଇଆ ଯେ ଆମେ ଯଦି ନିଜେ ସୁସ୍ଥ ରହିବା, ଆମେ ଦୁନିଆକୁ ସୁସ୍ଥ ରଖିପାରିବା। ହୁଁ ହୁଁ। ପ୍ରଥମ କଥା ଯେ ନିଜର ସ୍ୱାସ୍ଥ୍ୟକୁ, ଆଚ୍ଛା, ଦୁନିଆ ସମସ୍ତେ ଯୋଉ କାମ କରୁଛନ୍ତି, ଯଦି ଆମେ ସେଇ କାମ କରିବା, ତାହେଲେ ଲୋକ କହିବେ କି ନାଇଁ ସେଇ ତ କାମ, ସିଏ ଯାହା କହୁଛି ଇଏ ତ ସେୟା କହୁଛନ୍ତି। ତ ସେଟା ଆମେ କରିବାନି। ତ ପ୍ରଥମେ ଆମେ କେତୋଟି ଟେଷ୍ଟ ନିଜର କରିବା।
ଯେମିତି ଡାଇବେଟିକ୍ ହଉ କିମ୍ବା ଥାଇରଏଡ୍ ହଉ କିମ୍ବା ଆପଣଙ୍କର କୋଲେଷ୍ଟ୍ରଲ୍ ହଉ, ଯାହା ଯାହା ଟେଷ୍ଟ ଆମର ଅଛି ତ ମୁଁ ଗ୍ରୁପରେ ବି ପଠେଇ ଦେଇଥିଲି। ତା ଟେଷ୍ଟ ଆଜି ହୁଁ ଆମେ କରିବା, ନିଜେ ନିଜେ ଟେଷ୍ଟ ନିଜର କରିବା। ଯୋଉଟା 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 ଇନବାଲାନ୍ସ ଅଛି ତାକୁ ଆମେ ହୁଁ ବାଲାନ୍ସ, ଆମେ सबसे पहले सेहत ର ଯୋଉ ବୁକ୍ ଅଛି ତାର ସିଟ୍ସ ର ଯୋଉ ଫର୍ମୁଲା ଅଛି ସେ ଫର୍ମୁଲା କୁ ଆପ୍ଲାଏ କରିକି ଆମେ ଠିକ କରିବା। ଆଜିର ରିପୋର୍ଟ ରଖିବା, 3 ମାସ ପରର ରିପୋର୍ଟ ତାକୁ ବି ରଖିବା। ଆଚ୍ଛା, ଇଏ ଯୋଉ ଅଛି ଡିସେମ୍ବର 31 ତାରିଖ ଭିତରେ ଆମେ ଟେଷ୍ଟ କରିବା ନିହାତି ଜରୁରୀ। ଆଉ ଆମେ ଟେଷ୍ଟ କରି ସାରିଲା ପରେ ତ ଆମର ଯଦି କିଛି ଭୁଲ ଥିବ, ମାନେ ସପୋଜ ଡାଇବେଟିକ ଅଛି, HB ଆଉ A1C କାହିଁକି କରିବା ନା 3 ମାସର ରିପୋର୍ଟ ଆସିଯିବ। ତ 3 ମାସର ରିପୋର୍ଟ ଆମେ ପାଇବା ପାଇଁ ତ ସେ ଟେଷ୍ଟ ଆମେ କରିବା। ଟେଷ୍ଟ କରିସାରିବା ପରେ ଆମେ सीड्स ର फॉर्मूला को अप्लाई करिवा। और सबसे पहले सेहत जो बुक अच्छी से बुक को हमें अप्लाई करिवा। तो से ता द्वारा निज प्रति निजको आमे यदि जागरूकता आमे आनिबा, धीरे 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 आमे ठीक हे जिवा। अच्छा, जेतेबेले आमे ठीक हे जिवा तो तार रिपोर्ट भी देखेबा, तार गोटे छोट वीडियो आमे करिवा। तो ये वीडियो को आमे पठेवा, तो ताकि जेमती रूपांतरण यात्रा पूरा हिंदुस्तान रे हेला, तो सेही प्रकार रो ये भी गोटे सेलिब्रेशन हबो पूरा ऑल ओवर इंडिया रे, जो थे कि जो माने सेहत की सितारे ताकू कुआ जाउची, जे जो माने खराब स्वास्थ्य थिला किंतु जानी पार नथिले, कारण 80% खराब न हवा पर्यंत सिम्पटम जणा भी पड़ुनी। तो से थिला ताकू टेस्ट कले जना पड़ला जे किछि कार डायबिटिक अछि कि किंबा कार लिवर रो प्रॉब्लम अछि, किंबा कार कोलेस्ट्रॉल अधिका अछि, किंबा कार थायराइड रो अधिका अछि। तो ये सब जना पड़िला। जना पड़ला परे आमे जहा जहा तार उपाय बता जाइछि से उपाय को आमे अवलंबन कले, ता द्वारा आमे सुस्थ रहिले। आउ आमे सुस्थ रहि साला परे हम रिपोर्ट देखेबा, तार वीडियो आमे करिपारिबा। आ ता द्वारा हमको सेठी सम्मानित होबार गोटे सुजोग भी मिलिबो। तो निजको निजे यदि प्रेजेंट करि पारले ताठू बड़ प्रूफ आमे या दुनिया रे आ कोन देखै परिया। सेटा होची सबुटू बड़ कथा, जे निजर स्वास्थ्य को निजे टेस्ट करिकी निजको ठीक करिकी से प्रूफ देखेले। आज पर्यंत आमे जेते जहा करूचे जदि से काम हो नाही, किंतु आमे ये काम कले आमे हे परिबो। चिता को कोंतु आपण अनम्यूट करो, अनम्यूट करो आगे। हाँ सर, नमस्कार। जय सिंह सर। जय सिंह। आज जो प्रोग्राम बर्तन है खुद की सेहत ऊपर निजर स्वास्थ्य ऊपर जो आलोचना करागला, तादर गोटे जिन मु अनुभव निज करी। बर्तमान वर्षक तले मोर हेल्थ थिला 38 केजी। 38 केजी पर जो निजे मु बॉडी स्कैनर मेसीन आनिली, तापर किसी नॉलेज नेली, तापर नॉलेज नेला फल मु जो लोकंर आचार्य बॉडी चेकअप करैली, मु निजर से चेकअप करैली। चेकअप करला 38 केजी तो मोर आसला वेट आसला। तापर जहाँ रिपोर्ट आसला हमर बॉडी स्कैनर मेसीन ऊपर जहाँ रिपोर्ट आसला, मु ता ऊपर टिके निजु टिके सतर्क रहिली। सतर्क रहा पर केवल गोटे जिन मुझे खाली करथिली कोन ना न्यूट्रिचार्ज मैन गोटे मु जो टैबलेट पर डे ता अनुसार मु खाउथली। तापर गुरुकुल प्रोग्राम जतले आसिली, मु गुरुकुल प्रोग्राम देखिया पर यूट्यूब रे देखले, यूट्यूब पर देखला पर आस्ते 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 मु कोन ना मोर लाइफ स्टाइल टा को चेंज कली। जेमती कि भोर जेमती उठुतली, भोर उठी उठिबा एवं रात शोई सारा पर टिके प्राणायाम योग टिके करिबा। एवं आमर बाहर जो खाद्य आम जो बाहर को जाऊँ, जो बाहर खाद्य आम कि खाऊलु, बाहर खाद्य टी बंद करवा। घर खाद्य निजे बाहर को जुआड़े जाए, निजे भी घर को नहीं जाए खायापी, ताकू टे मुझे चेंज कली। एमती केते गुड़िए जिन मुझे चेंज करवा द्वारा बर्तमान गत मासरे मु निजे बॉडी स्कैन मेसीन देखुली, रिपोर्ट आ मोर कौन सी जिन माइनस पॉइंट किसी ना, केवल मोर गोटे जिन खाली बीपी मुझे चेक करी, बीपी टे लो अच्छी ना, अदरवाइज आ सब जिन मोर ठीक है। बर्तमान वेट मोर आसिक माइलानी 49 49 केजी बर्तमान वेट मोर तो बर्तमान वर्षक भितर मोर बढ़ी 38 केजी 49 केजी। तेणु ताफल मुझे जापे बर्तमान केवल गोटे प्रडक्ट न्यूट्रिचार्ज मैन खाइबा द्वारा एवं मोर लाइफ स्टाइल टे मुझे परिवर्तन करने द्वारा बहुत जिनस भी
ମୁଁ ତା ଦେହରେ ଉପଲବ୍ଧି ଅନୁଭବ କରିପାରୁଛି। ଓକେ, ଥ୍ୟାଙ୍କ ୟୁ ସାର୍, ଓଭର ସାର୍। ଓକେ, ଥ୍ୟାଙ୍କ ୟୁ। ଆପଣଙ୍କ ପାଖରେ ସେହତ କି ସିତାରେ ବୁକ୍ ବି ଅଛି, ତାକୁ ଫଲୋ କରି ଆମେ ସବୁ କିଛି କାମ ଠିକ କରିପାରିବା, ନିଜକୁ ସ୍ୱାସ୍ଥ୍ୟ ସୁସ୍ଥ ରଖିପାରିବା। ଆଉ ଯୋଉ ଯୋଉ ରିପୋର୍ଟ ଆମେ କରୁଛେ ସେ ରିପୋର୍ଟର ପ୍ରୁଫ୍ ରଖିବା ନିହାତି ଦରକାର। ଯେ ପ୍ରୁଫ୍ ରଖିଲେ ତ ଆମେ 3 ମାସ ଭିତରେ ଆମେ ଦେଖେଇ ପାରିବା, ତାକୁ ଅପଲୋଡ ବି କରିପାରିବା। ଏବେ ଅପଲୋଡ କରିବା ଆଜ୍ଞା ତାର ଲିଙ୍କରେ। ଓକେ, ବହୁତ ବଢିଆ କଥା। ଆଜି ସମସ୍ତଙ୍କର ସକାରାତ୍ମକ ଚିନ୍ତାଧାରା ବହୁତ ଭଲ ରହିଲା। ମୁଁ ଆଶା କରୁଛି ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟକୁ ଖରାପ ହବା ପର୍ଯ୍ୟନ୍ତ ଅପେକ୍ଷା ନ କରିକି ଆଜି ଟେଷ୍ଟ କରିବା ନିହାତି ଜରୁରୀ। ଆମ ସ୍ୱାସ୍ଥ୍ୟକୁ ଆଜି ଟେଷ୍ଟ କରିବା, ଆମେ କେତେ ସୁସ୍ଥ ଅଛେ ନିଜକୁ ନିଜେ ଯାଞ୍ଚ କରିବା, ତା ଉପରେ ଆମେ କାମ କରିବା। ଲାଷ୍ଟରେ ସାର୍ଙ୍କଠୁ କିଛି ଶୁଣିବା। ତ ସାର୍, ୱେଲକମ୍ ସାର୍। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ମୋର ମୁଁ ସବୁ ଷ୍ଟଡି କରିକି ଆଜିର ପ୍ରୋଗ୍ରାମକୁ ଆମର ଯୋଉ କିଛି ଗୋଟେ କହିବା ପାଇଁ ଇଚ୍ଛା ହେଲା। ପ୍ରଥମ କଥା ହେଲା ଯେ ଆଜିର ମାନେ ଆମର ଆଟେଣ୍ଡାନ୍ସ 17 ଜଣ ହେଇଥିଲେ। ଆଜି ବେଷ୍ଟ ସମସ୍ତଙ୍କଠୁ ଅଧିକା 17 ଜଣ ହେଇଥିଲେ। ତ ଏଇ ପ୍ରକାର ଭାବରେ ସମସ୍ତଙ୍କର ପ୍ରଚେଷ୍ଟାରେ ସମସ୍ତେ ନିଶ୍ଚୟ ଆମର ଆଟେଣ୍ଡାନ୍ସ ଯେମିତି ଅଧିକା ହବ, ସେଥିପାଇଁ ସମସ୍ତେ ଆଗ୍ରହୀ ଅଛନ୍ତି ଆଉ କରୁଛନ୍ତି, ଚେଷ୍ଟା କରୁଛନ୍ତି। ତ ବାର ବାର ବି କୁହାଯାଇଛି ଯେ ଆପଣମାନେ ଯଦି କାହାକୁ କହୁଛନ୍ତି ସେ ଭଲ ଭାବେ ଶୁଣି ପାରୁନାହାନ୍ତି, ବୁଝି ପାରୁନାହାନ୍ତି, ତାହେଲେ ଆମ ସହିତ କନଫରେନ୍ସରେ ଆଣନ୍ତୁ, ଶତପଥୀ ସାରଙ୍କ ସହିତ, ମୋ ସହିତ। ସେଥିପାଇଁ ଆମେ ବି ସେମାନଙ୍କୁ ମଧ୍ୟ ଆପଣଙ୍କୁ ସହଯୋଗ କରିବୁ ପ୍ରୋଗ୍ରାମରେ ବସିବା ପାଇଁ। ସ୍ୱାସ୍ଥ୍ୟ ପାଇଁ ଲୋକମାନଙ୍କର ସମସ୍ତଙ୍କର ଦୁର୍ବଳତା, ସ୍ୱାସ୍ଥ୍ୟ କେମିତି ଭଲ ରହିବ ସମସ୍ତଙ୍କର ଚିନ୍ତା। ଆମର ଯେମିତିକା ମେଡିସିନ ବ୍ୟବହାର ନ କରିବା, ଡକ୍ଟରଙ୍କ ପାଖକୁ ନ ଯିବା, ଇଏ ଯୋଉ ଆମର RCM ର ନ୍ୟୁଟ୍ରିଚାର୍ଜ ର ଏଇ ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଆମର RCM ର ହଉଛି, ସେଥିରେ ଯୋଉ ଯୋଉ ଆମେ ଶିଖୁଛେ ସମସ୍ତଙ୍କୁ ଶିଖେଇବା, ସମସ୍ତଙ୍କର ସ୍ୱାସ୍ଥ୍ୟ କେମିତି ଭଲ ରହିବ। ତେଣୁ ସେଇଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦଉଛି ଯେ ଆପଣମାନଙ୍କର ଆଗ୍ରହ ଉତ୍ସାହରେ ଆମର ଏଇ ଯୋଉ ପ୍ରୋଗ୍ରାମ ଅଧିକରୁ ଅଧିକ ଲୋକ ଆସୁଛନ୍ତି, ଆଶା କରେ ଆହୁରି ଅଧିକ ବି ଆସିବେ। ଥ୍ୟାଙ୍କ ୟୁ। ଓଭର ଟୁ ଓକେ, ସତ୍ୟଦେव। ବହୁତ ବହୁତ ଧନ୍ୟବାଦ। ଜାଗरूକତା ଧୀରେ ଧୀରେ ବଢି ବଢି ଚାଲିବ, ତ ଆମେ ସମସ୍ତେ ସୁସ୍ଥ ରହିବା। ଏଇ ଯୋଉ ଅଭିଯାନରେ ଆମେ ସମସ୍ତେ ଆଗକୁ ବଢିବା। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଆଜି ଟାଇମ ହେଇଯାଇଛି, ତ ଆଜି ଏଇଠି ରଖିବା। ପୁଣି କାଲି ଆମେ ଦେଖା ହବା ଏଇ ସମୟରେ। ନମସ୍କାର, ଜୟ ଆରସିଏମ। ନମସ୍କାର, ଜୟ ଶ୍ରୀ। ଜୟ ଆସି। ଆଚ୍ଛା।